ଆପଣମାନେ ଶୁଣୁଛନ୍ତି ରେଡିଓ କୋରାପୁଟ। ଆଜି ଅର୍ଥାତ୍ ଫେବୃଆରୀ ମାସର 11 ତାରିଖ ଏକ ବିଶେଷ ଦିନ। ରାତି ହେଲେ ନିଶ୍ଚିତ ଭାବରେ ମନେ ପଡନ୍ତି ସେ ଅନ୍ଧାର ଘରେ ସେ ମନେ ପଡନ୍ତି। ହଁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଇଲେକ୍ଟ୍ରିକ ବଲ୍ବର ଉଦ୍ଭାବକ ଥମସ ଆଲଭା ଏଡିସନ। କୁହାଯାଏ ସେ କୁଆଡେ ହଜାରେ ଥର ବିଫଳ ହେବା ପରେ ଏହି ସଫଳତାର ସ୍ୱାଦକୁ ଚାଖିଥିଲେ। ତେବେ ଏତେ ବଡ ବ୍ୟକ୍ତିତ୍ୱ, ଏତେ ବଡ ଉଦ୍ଭାବନ, ତେଣୁ ତାଙ୍କ ବିଷୟରେ ଆଜି ଟିକେ ଚର୍ଚ୍ଚା କରିବା। ଏବଂ ଆମ ସହିତ ଚର୍ଚ୍ଚା କରିବା ପାଇଁ ଆମ ସହିତ ଟେଲିଫୋନ ମାଧ୍ୟମରେ ରହିଛନ୍ତି କୋରାପୁଟର ଅତି ପ୍ରିୟ ସମସ୍ତଙ୍କର ସାଥୀ ଇଞ୍ଜିନିୟର ସୁନୀଲ ବିଶ୍ୱାଳଙ୍କ ସହିତ। ତେବେ ସୁନୀଲ ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ଆଉ ଆମେ ଜାଣିବାକୁ ଚାହିଁବୁ ଥମସ ଆଲଭା ଏଡିସନଙ୍କ ବିଷୟରେ, ତାଙ୍କର ଉଦ୍ଭାବନ ବିଷୟରେ, ଆଉ ସେ ଦିନର ବିଜୁଳି ବତିରେ ଜଳୁଥିବା ଛୋଟ ବଲ୍ବଟିଏ ଏବଂ ବର୍ତ୍ତମାନର ଆଧୁନିକ ବଲ୍ବ, ଏହା ଭିତରେ କେମିତି ଆମର ଟ୍ରାନଜିସନ ହେଇଛି, ଏସବୁ ସମ୍ପର୍କରେ ଆମେ ଜାଣିବାକୁ ଚାହିଁବା। ଭାଇ, ରେଡିଓ କୋରାପୁଟର ସମସ୍ତ ଶ୍ରୋତା ମାନଙ୍କ ସହିତ ପୁଣି ଥରେ ଯୋଡ଼ି ହୋଇ ମୁଁ ଭାରି ଖୁସି ଅନୁଭବ କରୁଛି ଏବଂ ବିସ୍ମୟ ପ୍ରତିଭା ଥୋମାସ ଆଲଭା ଏଡିସନଙ୍କ ସମ୍ପର୍କରେ ମୋର ମନର କଥା କହିବା ପାଇଁ ସୁଯୋଗ ଦେଇଥିବାରୁ ଶାନ୍ତାକାର ଭାଇ, ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ପୃଥିବୀରେ ଜନସାଧାରଣଙ୍କ ଜୀବନକୁ ବୈପ୍ଳବିକ ଭାବରେ ବଦଳି ଦେଇ ପାରିଥିବା ଯୋଉ ଆବିଷ୍କାରକ ମାନଙ୍କର ନାମ ଆମେ ସ୍ମରଣ କରିଥାଉ, ସେମାନଙ୍କ ମଧ୍ୟରେ ଏଇ ଥୋମାସ ଆଲଭା ଏଡିସନ ଅନ୍ୟତମ। ଏବଂ ଏଇ ଯୋଉ ଯୋଗଜନ୍ମା ବ୍ୟକ୍ତି ସମୂହ, ଏମାନଙ୍କ ଭିତରେ ସମସ୍ତଙ୍କ ଭଳି ଥୋମାସ ଆଲଭା ଏଡିସନଙ୍କର ପିଲାଦିନ ନିହାତି ଦରିଦ୍ର ଅବସ୍ଥାରେ, ଘୋର ଦାରିଦ୍ର୍ୟ ଭିତରେ ବିତିଥିଲା। ଏମିତିକି ସିଏ ସ୍କୁଲକୁ କେବେ ଯାଇକି ଶିକ୍ଷା ଲାଭ କରିନଥିଲେ। ତାଙ୍କ ମା ହିଁ ତାଙ୍କୁ ଶିକ୍ଷା ଦେଇଥିଲେ, ଘରେ ଲେଖିବା, ପଢିବା ଆଉ ଗଣିତ। ତାଙ୍କ ମା ଗୋଟେ ସମୟ ଶିକ୍ଷକତା କରୁଥିବାରୁ ସେଇ ଅନୁଭୂତିରୁ ସିଏ ଥୋମାସ ଆଲଭା ଏଡିସନଙ୍କୁ ସାମାନ୍ୟ ପାଠ ସେ ଘରେ ହିଁ ପଢିଥିଲେ। ତାପରେ ଦାରିଦ୍ର୍ୟର ତାଡନାରେ ଥୋମାସ ଆଲଭା ଏଡିସନକୁ ଯାଇ ନ୍ୟୁଜ ପେପର ବିକ୍ରି କରିବା ପାଇଁ ପଡିଥିଲା ଷ୍ଟେସନରେ। ନ୍ୟୁଜ ପେପର ସହିତ ଆଉ କିଛି ଛୋଟ ମୋଟ ଜିନିଷ ସେ ବିକ୍ରି କରୁଥିଲେ ଟ୍ରେନର ଯାତ୍ରୀ ମାନଙ୍କୁ। ତ ଘଟଣା କ୍ରମରେ ଦିନ ଏମିତି ଘଟିଲା ଯେ ଗୋଟିଏ ଷ୍ଟେସନ ଯୋଉଠି ଥୋମାସ ଆଲଭା ଏଡିସନ ତାଙ୍କର ପେପର ବିକ୍ରି କରନ୍ତି, ସେ ଷ୍ଟେସନ ମାଷ୍ଟରଙ୍କର ଛୋଟ ପୁଅ ଦୈବାତ ଲାଇନ ଉପରକୁ ଚାଲି ଆସିଲା ଏବଂ ସେଇ ସମୟରେ ଗୋଟେ ଟ୍ରେନ ସେଇ ଲାଇନ ଉପରେ ଯାଉଥିଲା ଏବଂ ଏଡିସନ ସେଇଠି ଉପସ୍ଥିତ ଥିଲେ ଏବଂ ବହୁତ ବିପଦକୁ ସାମ୍ନା କରି ସେ ପିଲାଟିର ଜୀବନ ରକ୍ଷା କରିଥିଲେ। ଏବଂ ୟା ପରେ ସେ ଯୋଉ ଷ୍ଟେସନ ମାଷ୍ଟର ଆଙ୍କ ଉପରେ ବହୁତ ଖୁସି ହେଇଗଲେ ଏବଂ ସିଏ ଭାବିଲେ ଯେ ଏଇ ଯୋଉ ଉପକାର ଏଡିସନ କଲେ, ଆକୁ ମୁଁ କେମିତି ସୁଝି ପାରିବି। ସିଏ ଏଡିସନକୁ ଟ୍ରେନରେ ସେତେବେଳେ ଯୋଉ ଚାଲିଥିଲା ଟେଲିଗ୍ରାଫ, ତାର ଜଣେ ଅପରେଟର ହବା ପାଇଁ ତାଲିମ ଦେଲେ ଏବଂ ତାଙ୍କୁ ଚାକିରି ମଧ୍ୟ ଦେଲେ। ତେଣୁ ଥୋମାସ ଆଲଭା ଏଡିସନ ଚାକିରି ଯେତେବେଳେ ଆରମ୍ଭ କଲେ, ତାଙ୍କର ଟିକେ ଆର୍ଥିକ ସଚ୍ଛଳତା ଆସିଲା। ଏଇଠି ଆମେ ତାଙ୍କ ପିଲାଦିନର ଆଉ ଗୋଟେ ମହନୀୟ ଗୁଣ ବିଷୟରେ ଅବଗତ ହବା ଦରକାର। ପିଲାଦିନୁ ସିଏ ବହୁତ କୁତୁହଳୀ ଥିଲେ, ସବୁ ବିଷୟରେ ସିଏ ପ୍ରଶ୍ନ କରୁଥିଲେ ଏବଂ ତା ବିଷୟରେ ଅଧିକା ଜାଣିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସଦାବେଳେ କିଛି ନୂଆ କିଛି କରିବା ପାଇଁ ତାଙ୍କର ଗୋଟେ ଖୋଜବୁଜିଆ ଗୁଣ ଗୋଟେ ଥିଲା ଗୋଟେ ପିଲାଦିନୁ। ତେଣୁ ଯେତେବେଳେ ସିଏ ଏଇ ଯୋଉ ଟେଲିଗ୍ରାଫ ଅପରେଟର ଚାକିରି କଲେ, ତାଙ୍କ ମନ ତ ସଦାବେଳେ ସନ୍ଧାନୀ, ତେଣୁ ସିଏ ସବୁବେଳେ ସବୁ କଥା ଉପରେ ଗବେଷଣା କରିଚାଲିଲେ। ଏବଂ ଦିନ ଆସିଲା, ଏଡିସନ ଜଣେ ଟେଲିଗ୍ରାଫ ଅପରେଟର ହିସାବରେ ନୁହେଁ ବରଂ ଜଣେ ଉଦ୍ଭାବକ ଭାବରେ ପ୍ରସିଦ୍ଧି ଲାଭ କଲେ। ଏବଂ ସିଏ ତାଙ୍କ ଜୀବନ କାଳ ଭିତରେ, ଯେମିତି ଆପଣ କହିଲେ ଆରମ୍ଭରେ, ଯେ ବିଦ୍ୟୁତ ବଲ୍ବ, ଗୋଟେ ସଠିକ ବିଦ୍ୟୁତ ବଲ୍ବର ନମୁନା ତିଆରି କରିବା ପାଇଁ ସେ ହଜାରେ ଥର ବିଫଳତାର ସ୍ୱାଦ ଚାଖିଲେ। କିନ୍ତୁ ଏ କଥା ବି ସତ୍ୟ ଯେ ସେ ତାଙ୍କ ଜୀବନ କାଳ ଭିତରେ ହଜାରେଟି ନୂଆ ଉଦ୍ଭାବନ ପାଇଁ ସିଏ ପ୍ୟାଟେଣ୍ଟ ହାସଲ କରିଥିଲେ ଏବଂ ତାଙ୍କ ଦ୍ୱାରା ଉଦ୍ଭାବନ ଯୋଉଗୁଡା ସବୁ ହେଇଛି ସେ ସବୁ ବିଷୟ ଆମେ ପ୍ରଥମ କଥା ହଉଛି ଇଲେକ୍ଟ୍ରିକ ବଲ୍ବ।
ସନ୍ଧ୍ୟା ହେଲା ମାନେ ଆମକୁ ବିଦ୍ୟୁତ ଆଲୋକ ଦରକାର ଏବଂ ବିଦ୍ୟୁତ ଆଲୋକ ଆମେ ପାଇଥାଉ ଇଲେକ୍ଟ୍ରିକ ବଲ୍ବରୁ। ତାର ଯୋଉ ପ୍ରାଥମିକ ସ୍ୱରୂପ ଯୋଉଟାକୁ ଆମେ କହୁ ଇନକାଣ୍ଡେସେଣ୍ଟ ବଲ୍ବ, ସେଇଟାକୁ ଆମେ ଏଡିସନଙ୍କର ଉଦ୍ଭାବନ ବୋଲି ଆମେ ସମସ୍ତେ ଜାଣିଛୁ। ମାନେ ସେ ଯୋଉ ଲାଲ ହେଇ ଜଳୁଥିଲା। ଲାଲ ହେଇକି ଜଣୁଥିଲା, ମାନେ ଗୋଟେ ତାର କୁଣ୍ଡଳୀ ଭିତରେ ଯଦି ଆମେ ବିଦ୍ୟୁତ କରେଣ୍ଟ ଯଦି ପ୍ରବାହିତ କରିବା ତାହେଲେ ସେଟା ତାର ପ୍ରତିରୋଧ ଶକ୍ତି ଯୋଗୁ ଲାଲ ହେଇଯିବ, ଲାଲ ରୁ ହ୍ୱାଇଟ ହଟ୍ ହେଇଯିବ। ଲାଲ ର ଉପରଟା ସ୍ତରଟା ହଉଛି ହ୍ୱାଇଟ ହଟ୍। ଯେତେବେଳେ ହ୍ୱାଇଟ ହଟ୍ ହେଇଯିବ ସିଏ ଆଲୋକ ବିକିରଣ କରିବ। କିନ୍ତୁ ସେତେବେଳେ ଅସୁବିଧା ଥିଲା ଯେ ହ୍ୱାଇଟ ହଟ୍ ହେଲା ପରେ ସେ ଚଟକାନ ଛିଡି ଯାଉଥିଲା। ତେଣୁ ଏଡିସନ କଣ କଲେ ନା ଗୋଟେ ଗ୍ଲାସ ବଲ୍ବ ଭିତରୁ ସବୁତକ ବାୟୁ ବାହାର କରିଦେଲେ, ମାନେ ସମ୍ପୂର୍ଣ୍ଣ ରୂପେ ସେଟା ଭ୍ୟାକ୍ୟୁମ ଶୂନ୍ୟ ସ୍ଥାନରେ ପରିଣତ କରିଦେଲେ ଏବଂ ତା ଭିତରେ ଏଇ ଯୋଉ ତାର କୁଣ୍ଡଳୀ ଭିତରେ ଯେତେବେଳେ ଆମେ ବୈଦ୍ୟୁତିକ କରେଣ୍ଟ ଯେତେବେଳେ ଆମେ ପ୍ରବାହିତ କଲେ ସେତେବେଳେ ସେ ହ୍ୱାଇଟ ହଟ୍ ହେବା ସତ୍ତ୍ୱେ ଯେହେତୁ ସେଠି ଅକ୍ସିଜେନ ନାହିଁ ତେଣୁ ସେଟା ଜଳି ନ ଯାଇ, ମାନେ ଜଳି ନାହିଁ ଯେ ପୋଡି ଧ୍ୱଂସ ନ ହେଇଯାଇ ସିଏ ଆଲୋକ ବିକିରଣ କରିଚାଲିଲା। ଏଇଟା ହଉଛି ଆମର ଏଡିସନଙ୍କର ଇଲେକ୍ଟ୍ରିକ ବଲ୍ବର ମୌଳିକ ରୂପାନ୍ତର। ଅବଶ୍ୟ ଆଜି ଆମେ ଯୋଉ ସୂତ୍ରରୁ ବା ଯୋଉ ଉତ୍ସରୁ ଆମେ ବିଦ୍ୟୁତ ଆଲୋକ ପାଉଛୁ ସେଇଟା ସେଇ ଯୋଉ ଏଡିସନଙ୍କର ଯୋଉ ଇଲେକ୍ଟ୍ରିକ ଇନକାଣ୍ଡେସେଣ୍ଟ ବଲ୍ବ ନୁହେଁ, ବର୍ତ୍ତମାନ ଆମେ ପାଉଛୁ ଇଲେକ୍ଟ୍ରିସିଟି ପାଉଛୁ ଏଲଇଡି ଲାଇଟ୍ ଏମିଟିଂ ଡାୟୋଡରୁ, ଯାହାର କାର୍ଯ୍ୟ କରିବାର ପଦ୍ଧତି ସମ୍ପୂର୍ଣ୍ଣ ରୂପେ ଭିନ୍ନ। କିନ୍ତୁ ଏଡିସନଙ୍କ ଦ୍ୱାରା ଆବିଷ୍କୃତ ଇଲେକ୍ଟ୍ରିକ ବଲ୍ବ ଅନେକ ବର୍ଷ ପର୍ଯ୍ୟନ୍ତ ମଣିଷର ଆଲୋକର ମୁଖ୍ୟ ଉତ୍ସ ହେଇକି ରହିଥିଲା। ତା ବାଦେ ଏଡିସନଙ୍କର ଆଉ ଯୋଉ ଯୋଉ ଜିନିଷ ସାଙ୍ଗରେ ଆମେ ପ୍ରତ୍ୟେକ ଦିନ ଆମେ ସାମ୍ନା କରୁଛୁ ସେଇଟା ହେଲା ସିନେମାଟୋଗ୍ରାଫ, ଫୋନୋଗ୍ରାଫ। ଫୋନୋଗ୍ରାଫ କହିଲେ ଯୋଉଥିରେ ଆମେ ସଙ୍ଗୀତକୁ ରେକର୍ଡିଂ କରୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ତାକୁ ପୁଣି ଆଉଥରେ ଶୁଣିପାରୁ, ସେଇଟା ହଉଛି ଫୋନୋଗ୍ରାଫ। ସେଇଠି ମଧ୍ୟ ଏଡିସନଙ୍କ ଦ୍ୱାରା ଆବିଷ୍କୃତ ବା ଉଦ୍ଭାବିତ। ସେମିତି ଆଉ ଗୋଟେ ଜିନିଷ ହଉଛି ସିନେମାଟୋଗ୍ରାଫ। ସିନେମାଟୋଗ୍ରାଫ କହିଲେ କୌଣସି ଘଟୁଥିବା ବିଷୟବସ୍ତୁକୁ ଆମେ କ୍ୟାମେରା ସାହାଯ୍ୟରେ ଆମେ ତାକୁ ରେକର୍ଡ କରିବା ଏବଂ ତାକୁ ରିପ୍ରଡ୍ୟୁସ କରିବା, ଯୋଉଟା ସେ ଯୋଉ ସିନେମାଟୋଗ୍ରାଫ ମେସିନଟି ସେଇଟା ମଧ୍ୟ ଏଡିସନଙ୍କ ଦ୍ୱାରା ଉଦ୍ଭାବିତ। ଏଡିସନ ମଣିଷ ଆଖିର ଗୋଟିଏ ଦୋଷ ତ୍ରୁଟି ଯୋଉଟାକୁ ଆମେ ଇଂଲିଶରେ ତାକୁ କୁହାଯାଏ ପରସିଷ୍ଟେନ୍ସ ଅଫ ଭିଜନ। ମୁଁ ଏଇ ମୁହୂର୍ତ୍ତରେ କହିପାରୁନି ଯେ ତାର ସଠିକ ଓଡିଆ ଅନୁବାଦ କଣ ହବ, ମୁଁ ସେଟା କହିପାରୁନି। କିନ୍ତୁ ପରସିଷ୍ଟେନ୍ସ ଅଫ ଭିଜନ କହିଲେ ଆମେ ଏଇଆ ବୁଝିବା ଯେ ଗୋଟେ ସେକେଣ୍ଡର 25 ଭାଗରୁ କମ ସମୟ ଭିତରେ ଯଦି ଆମ ଆଖି ଆଗରୁ ଗୋଟେ ବସ୍ତୁକୁ କାଢି ନେଇଯାଏ ଏବଂ ପୁଣି ରଖିଯାଏ ତାହେଲେ ଆମେ ଜାଣିପାରିବା ନାହିଁ ଯେ ସେ ବସ୍ତୁଟି ଅଳ୍ପ ସମୟ ପାଇଁ ସେଠି ନଥିଲା ବୋଲି। ଏଇଟା ହଉଛି ମଣିଷ ଆଖିର ଗୋଟେ ତ୍ରୁଟି। କିନ୍ତୁ ଏଇ ତ୍ରୁଟି ଯୋଗୁ ଆମେ ଆଜି ଯୋଉ ଫିଲ୍ମ ବୋଲି ଯୋଉ ଜିନିଷଟି ଆମେ ଦେଖିପାରୁଛୁ ଏଇଟା ସେଇ ତ୍ରୁଟି ଯୋଗୁ ଏଇଟା ସମ୍ଭବ ହେଇପାରୁଛି। ଯଦି ମଣିଷ ଆଖି ଏଇ ତ୍ରୁଟି ନଥାନ୍ତା ଆମେ କୌଣସି ଫିଲ୍ମ ଆମେ ଦେଖିପାରିନଥାନ୍ତେ, ସବୁତକ ଆମେ ଜାଣିପାରିଥାନ୍ତେ ଯେ ଆମ ଆଖି ଆଗରେ ଜିନିଷଟି କାଢି ନିଆଗଲା ପୁଣି ରଖାଗଲା। ଆଚ୍ଛା, ଏଇ ଯୋଉ ପ୍ରିନ୍ସିପଲକୁ ବ୍ୟବହାର କରି ଏଡିସନ ତିଆରି କଲେ ସିନେମାଟୋଗ୍ରାଫ। ଏବଂ ବିଦ୍ୟୁତ ବିତରଣ ଯୋଉଟା ଆଜି ଆମେ ଦେଖୁଛୁ ଯେ ବିଦ୍ୟୁତ ବିତରଣ କମ୍ପାନୀ ସବଷ୍ଟେସନ ଅଛି, ସବଷ୍ଟେସନ ଆମ ଘରେ ଯାଇ ତାର ଆସିଛି। ଏଡିସନ ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରର ମ୍ୟାନହାଟନ ଅଞ୍ଚଳରେ ସିଏ ପ୍ରଥମ ଥର ପାଇଁ ବିଦ୍ୟୁତ ବିତରଣ କମ୍ପାନୀ ଗୋଟେ ଆରମ୍ଭ କଲେ। ସିଏ ଗୋଟିଏ କେନ୍ଦ୍ରରେ ବିଦ୍ୟୁତ ଶକ୍ତିର ଉତ୍ପାଦନ କଲେ ଏବଂ ତାକୁ ତାର ସାହାଯ୍ୟରେ ପାଖାପାଖି 70ଟି ଘରକୁ ସେ ତାର ମାନେ ବିତରଣ କଲେ ଏବଂ ସେଥିରେ ଲ୍ୟାମ୍ପ ପୋଷ୍ଟ ମଧ୍ୟ ସେ ଜଳେଇଲେ। ଏଇଟା ହଉଛି ଆମର ବିଦ୍ୟୁତ ବିତରଣର ପ୍ରାଥମିକ ସ୍ୱରୂପ। ସେମିତି ବହୁତ ସେ ଇଏ କରିଛନ୍ତି, ଉଦ୍ଭାବନ କରିଛନ୍ତି ଯୋଉଟା କି ଆମକୁ ବିଭିନ୍ନ ଭାବରେ ମଣିଷ ସମାଜକୁ ଉପକୃତ କରିଛି। ତେବେ ଏଡିସନଙ୍କର 64 ବର୍ଷ ବୟସରେ ଯେତେବେଳେ ତାଙ୍କର ପରଲୋକ ଘଟିଲା ସେତେବେଳେ ସିଏ ବିଭିନ୍ନ ଗଣମାଧ୍ୟମକୁ ଯେ ସବୁ ଦେଇଥିଲେ ସାକ୍ଷାତକାର ଦେଇଥିଲେ, ସିଏ କହିଲେ ଯେ ମୁଁ ଏବେ ବି ସନ୍ତୁଷ୍ଟ ନୁହେଁ ମୋ ଦ୍ୱାରା ଯେତିକି ଉଦ୍ଭାବନ କରାଯାଇଛି ତା ସତ୍ତ୍ୱେ ମତେ ଲାଗୁଛି ଯେ ମୋର ଆହୁରି କିଛି କରିବାର କାମ ଥିଲା ଏବଂ ମୁଁ ଆହୁରି କିଛି କରିପାରିଥାନ୍ତି ବା ଆହୁରି କିଛି କରିବା ପାଇଁ ଆଶା ରଖୁଛି। ତେଣୁ ସେ ସଦାବେଳେ ଜୀବନ ସାରା ଗୋଟିଏ କୌତୂହଳୀ ମଣିଷ ଭାବରେ ଜୀବନ ଯାପନ କରୁଥିଲେ। ଆଉ ସବୁଠୁ ବଡ କଥା ହଉଛି ଯେ ଗୋଟେ ସମୟରେ ଏଡିସନଙ୍କର ଗୋଟେ ନ୍ୟୁଜ ପେପର ମଧ୍ୟ ଚାଲୁଥିଲା। ସିଏ ପ୍ରଥମ ପର୍ଯ୍ୟାୟରେ ସିଏ ଗୋଟେ ନ୍ୟୁଜ ପେପର ବି ନିଜେ ଛପଉଥିଲେ ଏବଂ ତାକୁ ଯୋଉ ଟ୍ରେନରେ ଅନ୍ୟ ନ୍ୟୁଜ ପେପର ସାଙ୍ଗରେ ନିଜ ନ୍ୟୁଜ ପେପର ମଧ୍ୟ ବିକ୍ରି କରୁଥିଲେ। ତେଣୁ ଆମେ କହିପାରିବା ଯେ ଏଡିସନ ଜଣେ ସାମ୍ବାଦିକ ମଧ୍ୟ ଥିଲେ। ତେବେ 1931 ମସିହାରେ ଏଇ ଯୋଗ ଜନ୍ମ ବ୍ୟକ୍ତିଙ୍କର ପରଲୋକ ଘଟିଥିଲା।
ତେବେ ଏଇ ବ୍ୟକ୍ତିତ୍ୱ ଯେତେବେଳେ ଆମେ ତାଙ୍କର ଜୀବନ କଥା ଶୁଣିଲେ ତାଙ୍କର କାର୍ଯ୍ୟ କଥା ଶୁଣିଲେ ଅ, କୋଉ ବିଷୟଟା ବାସ୍ତବରେ ଆଜିକାର ପିଲାମାନେ ଆଜିକାର ୟୁଥ ତାଙ୍କର ଜୀବନରୁ ଗୋଟେ ଗ୍ରହଣ କରିବା କଥା ଗୋଟେ ଲେସନଟେ ନେବା କଥା। ସବୁଠୁ ବଡ କଥା ମୁଁ ବ୍ୟକ୍ତିଗତ ଭାବରେ ମୁଁ ଏଡିସନଙ୍କ ଭିତରେ ଯୋଉ ଜିନିଷଟି ଭାବେ ଯେ ଆମ ସମସ୍ତଙ୍କ ପାଇଁ ସେଇଟା ହଉଛି ଅନୁକରଣୀୟ, ସେଇଟା ହଉଛି ଯେ ଆମ ଭିତରେ ଗୋଟିଏ ସବୁ ଜିନିଷକୁ ନେଇ କ୍ୟୁରିଓସିଟି ବା କୌତୁହଳୀ ବା କୌତୁହଳ ସବୁ ରହିବା ଆବଶ୍ୟକ। ଆମେ ଯଦି କୌଣସି ବିଷୟରେ କୌତୁହଳ ନ ହେବା ତାହେଲେ ଆମେ ସେ ବିଷୟରେ ଅଧିକା ଜାଣିବା ପାଇଁ ଚେଷ୍ଟା କରିବା ନାହିଁ ବା ଆମ ଭିତରେ ପ୍ରେରଣା ଆସିବ ନାହିଁ। ଯେତେବେଳେ ଆମ ଭିତରେ କୌଣସି ପ୍ରେରଣା ଆସିବ ନାହିଁ ତାହେଲେ ଆମେ ସେ ବିଷୟରେ ଅଧିକା ଜାଣିବା ପାଇଁ ଚେଷ୍ଟା ବି କରିବା ନାହିଁ। ତେଣୁ ପ୍ରଥମ କଥା ହଉଛି ଯେ ଆମେ ଯେକୌଣସି ବିଷୟରେ କୌତୁହଳ ହବା। ଦ୍ୱିତୀୟ ଚେଷ୍ଟା ହଉଛି ଯେ ସାମୟିକ ବିଫଳତାରେ ଆମେ ବିଚଳିତ ନ ହବା ଉଚିତ ଏବଂ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେତେ ଥର ବି ଆମେ ପଡିଯିବା ପୁଣି ଉଠିବା ପୁଣି ଚାଲିବା। ମତେ ଲାଗେ ଏଇ ଦୁଇଟି ଗୁଣ ଆମେ ତାଙ୍କଠାରୁ ଶିଖିବା ଦରକାର ଏବଂ ଆମର ଯୋଉ ଯୁବପିଢି ସେମାନେ ମଧ୍ୟ ଏଇ ଦୁଇଟି ଜିନିଷ ତାଙ୍କଠାରୁ ଶିଖିବା ଦରକାର। ଧନ୍ୟବାଦ ସୁନୀଲ ଭାଇ। ବିସ୍ତୃତ ଭାବରେ ଆମେ ଥମାସ ଆଲଭା ଏଡିସନଙ୍କର ଜୀବନୀ ଏବଂ ତାଙ୍କର କୃତି ଏବଂ ତାଙ୍କ ଜୀବନୀରୁ ଆମେ କଣ ଶିଖିବା କଥା ଏସବୁ ସମ୍ପର୍କରେ ଆପଣ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି। ଆମେ ଆଶା କରୁଛୁ ଆଜିର ଯୁବପିଢି ଆଜିର ପିଲାମାନେ ଯୋଉମାନେ କି ଏଇ ଧରାପୃଷ୍ଠର ନୂତନ ଆଶା ସଞ୍ଚାର କରନ୍ତି ସେମାନେ ଉଦ୍ବୁଦ୍ଧ ହେବେ ଏବଂ ଏଇ ଯୋଉ କ୍ୟୁରିଓସିଟିକୁ ନେଇ ଆଗକୁ ଅନେକ ନୂଆ କଥା ଉଦ୍ଭାବନ କରିବାରେ ସମର୍ଥ ହେବେ। ପୁଣି ଥରେ ଆପଣଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ ଯେ ସେମାନେ ଏତେ ସୁନ୍ଦର ଭାବରେ ଶୁଣିଛନ୍ତି ଏବଂ ତାକୁ ଜୀବନରେ କାର୍ଯ୍ୟରେ ଲଗାଇବା ପାଇଁ ମଧ୍ୟ ସଂକଳ୍ପ ନେଇଛନ୍ତି। ପୁଣି ଥରେ ଆଉ ଏକ ଏପିସୋଡରେ ଦେଖା ହବ। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍କାର। ନମସ୍କାର। ନମସ୍କାର।